ମୁଁ ଅଧା ଫିଲ୍ମ ଦେଖି ସାରିଲି। ମତେ ପିକ୍ଚରାଇଜେସନ ବହୁତ ଭଲ ଲାଗିଲା। ଆଣ୍ଡ ତାପରେ ଗୋଟେ ଷ୍ଟୋରି ଅଛି, ଷ୍ଟୋରିଟା ବହୁତ ସୁନ୍ଦର, ମାନେ ଟୁରିଷ୍ଟ ମାନ ଆଉ ଯେ ଇକୋ ରିଟ୍ରିଟ୍ को मतलब ନେଇକି ଯୋଉ ଗୋଟେ କନସେପ୍ଟ ଆଉ ଏତେ ସୁନ୍ଦର ବ୍ୟୁଟିଫିକେସନ ଓଡ଼ିଶାରେ ଅଛି, ଆଉ ସେ ବ୍ୟୁଟିଫିକେସନକୁ ଏଇ ଫିଲ୍ମରେ ଦେଖାଯାଉଛି। ମତେ ସେଇ ଜିନିଷଟା ବହୁତ ଭଲ ଲାଗିଲା। ମୁଁ ଅଧା ଫିଲ୍ମ ଦେଖିବା ପାଇଁ ୱେଟ୍ କରୁଛି। ଆଣ୍ଡ ତୁମ ଯୋଉ କ୍ୱେଶ୍ଚନଟା ଥିଲା କି ଓଡ଼ିଶା ଦର୍ଶକ ମାନଙ୍କୁ ଏଇ ଯେ ଏବେ ମତେ ଲାଗୁଛି ଓଡ଼ିଶାରେ ଦର୍ଶକ ମାନଙ୍କୁ ମେଣ୍ଟାଲିଟି ଚେଞ୍ଜ ହଉଛି। ବିକଜ ମଝିରେ କ'ଣ ହଉଥିଲେ, ଓଡ଼ିଶା ଦର୍ଶକ ମାନଙ୍କୁ ଓଡ଼ିଆ ଫିଲ୍ମ ପାଇଁ ଇଣ୍ଟରେଷ୍ଟ ନଥିଲେ, ବଟ୍ ସେଇ ଇଣ୍ଟରେଷ୍ଟଟା ପୁଣି ସମସ୍ତଙ୍କୁ ଆସୁଛି। ସୋ ସେଇଟା ବହୁତ ହି ଗୋଟେ ମାନେ ଗୋଟେ ଖୁସିର ବିଷୟ। ଆଣ୍ଡ ଏଇ ଫିଲ୍ମଟା ଦେଖିକି ବହୁତ ଭଲ ଲାଗିବ। ସେଇ ଲହରୀ ଏଇ ଟାଇମ୍ରେ ଆସିଲା, ସେଟା ଆଉ ବହୁତ मतलब ଗୋଟେ ପ୍ଲସ୍ ପଏଣ୍ଟ। ବିକଜ ଆଇ ଥିଙ୍କ ଆଉ 2-3 ବର୍ଷ ଆଗରୁ ଆସିଲେ ମେ ବି ପିପଲ୍ ନଟ୍ ଲାଇକ୍ ଲାଇକ୍ ଇଟ୍ ଅର୍ ଏତେ ଫିଲ୍ମଟା ବଟ୍ ଏଇ ଟାଇମ୍ଟା ବି ବହୁତ ଭଲ। ଆଣ୍ଡ ପିପଲ୍ ସମସ୍ତେ ଆସିକି ମିଶିକି ପୁରା ସମସ୍ତ ଫ୍ୟାମିଲି ନେଇକି ଆସିକି ଦେଖନ୍ତୁ। ଆଣ୍ଡ ଡେଫିନେଟଲି ଆପଣମାନଙ୍କୁ ଫିଲ୍ମଟା ବହୁତ ଭଲ ଲାଗିବ। ମୁଁ ଅଧା ଫିଲ୍ମ ଦେଖି ସାରିଲି। ମତେ ପିକ୍ଚରାଇଜେସନ ବହୁତ ଭଲ ଲାଗିଲା। ଆଣ୍ଡ ତାପରେ ଗୋଟେ ଷ୍ଟୋରି ଅଛି, ଷ୍ଟୋରିଟା ବହୁତ ସୁନ୍ଦର, ମାନେ ଟୁରିଷ୍ଟ ମାନ ଆଉ ଯେ ଇକୋ ରିଟ୍ରିଟ୍ को मतलब ନେଇକି ଯୋଉ ଗୋଟେ କନସେପ୍ଟ ଆଉ ଏତେ ସୁନ୍ଦର ବ୍ୟୁଟିଫିକେସନ ଓଡ଼ିଶାରେ ଅଛି, ଆଉ ସେ ବ୍ୟୁଟିଫିକେସନକୁ ଏଇ ଫିଲ୍ମରେ ଦେଖାଯାଉଛି। ମତେ ସେଇ ଜିନିଷଟା ବହୁତ ଭଲ ଲାଗିଲା। ମୁଁ ଅଧା ଫିଲ୍ମ ଦେଖିବା ପାଇଁ ୱେଟ୍ କରୁଛି। ଆଣ୍ଡ ତୁମ ଯୋଉ କ୍ୱେଶ୍ଚନଟା ଥିଲା କି ଓଡ଼ିଶା ଦର୍ଶକ ମାନଙ୍କୁ ଏଇ ଯେ ଏବେ ମତେ ଲାଗୁଛି ଓଡ଼ିଶାରେ ଦର୍ଶକ ମାନଙ୍କୁ ମେଣ୍ଟାଲିଟି ଚେଞ୍ଜ ହଉଛି। ବିକଜ ମଝିରେ କ'ଣ ହଉଥିଲେ, ଓଡ଼ିଶା ଦର୍ଶକ ମାନଙ୍କୁ ଓଡ଼ିଆ ଫିଲ୍ମ ପାଇଁ ଇଣ୍ଟରେଷ୍ଟ ନଥିଲେ, ବଟ୍ ସେଇ ଇଣ୍ଟରେଷ୍ଟଟା ପୁଣି ସମସ୍ତଙ୍କୁ ଆସୁଛି। ସୋ ସେଇଟା ବହୁତ ହି ଗୋଟେ ମାନେ ଗୋଟେ ଖୁସିର ବିଷୟ। ଆଣ୍ଡ ଏଇ ଫିଲ୍ମଟା ଦେଖିକି ବହୁତ ଭଲ ଲାଗିବ। ସେଇ ଲହରୀ ଏଇ ଟାଇମ୍ରେ ଆସିଲା, ସେଟା ଆଉ ବହୁତ मतलब ଗୋଟେ ପ୍ଲସ୍ ପଏଣ୍ଟ। ବିକଜ ଆଇ ଥିଙ୍କ ଆଉ 2-3 ବର୍ଷ ଆଗରୁ ଆସିଲେ ମେ ବି ପିପଲ୍ ନଟ୍ ଲାଇକ୍ ଲାଇକ୍ ଇଟ୍ ଅର୍ ଏତେ ଫିଲ୍ମଟା ବଟ୍ ଏଇ ଟାଇମ୍ଟା ବି ବହୁତ ଭଲ। ଆଣ୍ଡ ପିପଲ୍ ସମସ୍ତେ ଆସିକି ମିଶିକି ପୁରା ସମସ୍ତ ଫ୍ୟାମିଲି ନେଇକି ଆସିକି ଦେଖନ୍ତୁ। ଆଣ୍ଡ ଡେଫିନେଟଲି ଆପଣମାନଙ୍କୁ ଫିଲ୍ମଟା ବହୁତ ଭଲ ଲାଗିବ।